ନିସ୍ତବ୍ଧ ରଜନୀ ଅତୀତ ବି କାନ୍ଦେ ଆଜି ବାହୁନି 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 ବାହୁନି। ହ୍ୟାଲୋ ଫ୍ରେଣ୍ଡସ୍, ଗୁଡ୍ ମର୍ଣ୍ଣିଂ। ପୁଣି ଥରେ ସମସ୍ତଙ୍କୁ ସୁସ୍ୱାଗତ ଚ୍ୟାନେଲକୁ। ଆଜି ମୋର ଗଳ୍ପ ସଂକଳନ ନିସ୍ତବ୍ଧ ରଜନୀର ଦ୍ୱାଦଶ ଭାଗ ଦେଖିବାକୁ ପାଇବେ, ପଢ଼ିବାକୁ ପାଇବେ ଏବଂ ଶୁଣିବାକୁ ପାଇବେ। ଆପଣମାନଙ୍କୁ ଅନୁରୋଧ, ସମ୍ପୂର୍ଣ୍ଣ କାହାଣୀଟିକୁ ଶୁଣିବେ, ପଢ଼ିବେ, ଆଉ ତାହେଲେ ଯାଇକି ଆପଣମାନେ ଏନ୍ଜୟ କରିପାରିବେ। ଆଉ ସୁଖ ଦୁଃଖ, ହସ କାନ୍ଦ, ପ୍ରେମ ପ୍ରତାରଣାରେ ଭରା କାହାଣୀଟି ଭାବୁଛି ଆପଣମାନଙ୍କୁ ସମସ୍ତଙ୍କୁ ଭଲ ଲାଗିବ। ଆଉ ଯଦି ଭଲ ଲାଗେ ତାହେଲେ ଲାଇକ୍ ଆଉ ସେୟାର କରିବେ ଭିଡ଼ିଓଟିକୁ। ଆଉ ଯଦି କେହି ନୂଆ ଥିବେ ସବସ୍କ୍ରାଇବ୍ ଟିକେ କରିବେ ବୋଲି ଆଶା ରଖିବି। ଆଉ ଆପଣମାନେ ସମସ୍ତ ଭିଡ଼ିଓ ସବୁ ପାର୍ଟ ଦେଖୁଥାନ୍ତୁ ଆଉ କେମିତି ଲାଗିଲା କହୁଥାନ୍ତୁ। ଏତିକି କହି ଓଲଟା ଦିଗନ୍ତ ଉପରକୁ ପଥରଟି ମାରିବା ସମୟରେ ଦିଗନ୍ତର ଫୁଙ୍ଗୁଳା ଦେହକୁ ଦେଖି ସୀମା ଟିକେ ସରମି ଯାଇଥିଲା। ତଳକୁ ମୁହଁ ପୋତି ଦେବା ସମୟରେ ଠିକ୍ ଲକ୍ଷ୍ୟସ୍ଥଳରେ ପଥରଟି ନ ବାଜି ଗାଁ ଦାଣ୍ଡରେ ଯାଉଥିବା ଗୋଟିଏ ନିରୀହ ଛେଳି ଦେହରେ ବାଜି ଯାଇଥିଲା। ଛେଳିଟି ମେ 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 କରି ପାଖରେ ଥିବା ଜଣଙ୍କର ବାଡ଼ିରେ ପଶି ଯାଇଥିଲା। ଯାହାର ବାଡ଼ିରେ ଛେଳିଟି ପଶିଗଲା ସେଇ ଜଣକ ଆସି ଛେଳିକୁ ଘଉଡ଼ିବାକୁ ଯାଇ ଅନେକ ମାରିଲା ତାକୁ। ଆହା, ବିଚାରୀ ଛେଳିଟି ସୀମା ପାଇଁ କେତେ ମାଡ଼ ଖାଇଲା ସେଦିନ ସତେ। ତାହାର ସୁଯୋଗ ନେଇ ଦିଗନ୍ତ କୁଆଡ଼େ ଚମ୍ପଟ ହୋଇଯାଇଥିଲା। ଛେଳିଟି ମେ ମେ ହେଉଥିବାର ଶୁଣି ସୀମାର ମନ ଭାରି ଦୁଃଖ। ସୀମା ଇଆଡ଼େ ସିଆଡ଼େ କେତେ ଖୋଜିଲା ଦିଗନ୍ତକୁ, କିନ୍ତୁ ପାଇଲା ନାହିଁ। ଦିଗନ୍ତ ସେଠାରେ ଥିଲେ ସିନା ସେ ଦେଖିଥାନ୍ତା। ସବୁ କଥା ଗୁଡ଼ାକ ଭାବି ସୀମା ଅଲାଜୁକ ମୁହଁରେ ଟିକେ ମୁରୁକି ହସି ଦିଅନ୍ତି, ଆଖିରେ ଲୁହ ଥାଇ ମଧ୍ୟ। କୋଉ ମୁହଁ ନେଇ ସେ ଗାଁ ଆଉ ତା ପରିବାରକୁ ଫେରିବ ଯେ? ସମସ୍ତଙ୍କୁ ତ ପର କରି ଛାଡ଼ି ଦେଇ ଚାଲି ଆସିଥିଲା ଦିଗନ୍ତର ପ୍ରେମରେ ପାଗଳ ହୋଇ। ସେ କିନ୍ତୁ ଆହୁରି ପାଗଳ କରି ଛାଡ଼ିଦେଲା ତାକୁ। ଯାହାକୁ ସେ ଅତି ନିଜର ଭାବି ଅନେକ ସ୍ୱପ୍ନ ଦେଖିଥିଲା ତାହା ଭାଙ୍ଗି ଚୁରମାର ହେଇଗଲା। ଥରେ ଥରେ ସୀମା ଭାବେ ସେ ଯେଉଁ ବିରାଟ ଭୁଲ କରିଛି ସେଥିପାଇଁ ସେ ନିଜେ ହିଁ କେବଳ ଦାୟୀ। ନିଜେ ନିଜର ଭୁଲକୁ ସ୍ୱୀକାର କରନ୍ତି ସୀମା ଦେବୀ। ତାହେଲେ ଭଲ ପାଇବାଟା କ'ଣ ପାପ? ଜଣକୁ ମନ ଦେବାଟା କ'ଣ ପାପ? ଯଦି ହଁ, ତାହେଲେ ଏଇ ଶବ୍ଦଟିକୁ କେହି ବି ବ୍ୟବହାର କରିବା କଥା ନୁହେଁ। ଏଇ ଶବ୍ଦଟି କାହିଁକି ଅଛି? କ'ଣ ପାଇଁ ଅଛି? କାହା ପାଇଁ ଅଛି? ତାହେଲେ ଯଦି ଭଲ ପାଇବାଟା ପାପ, ତାହେଲେ କେହି ଆଉ କାହାକୁ ଭଲ ପାଇବା କଥା ନୁହେଁ। କିଏ ଏହାର ଉତ୍ତର ଦେବ? କେଉଁ ଏକ ଅପରିଚିତ ବ୍ୟକ୍ତିର ସାହାଯ୍ୟ ସହାନୁଭୂତିର ଆଶା ରଖି ଗାଁ ଭିତରକୁ ପଶିଥିଲେ ସୀମା ଦେବୀ। ଦେଖିଲେ ଗୋଟିଏ ଅନାଥିନୀ ବୁଢ଼ୀଟିଏ ତାର ଦରଭଙ୍ଗା ଚାଳକପର ଘରର ବାହାର ବାରଣ୍ଡାରେ ବସି ସୁଁ ସୁଁ ହେଉଛି। ବୋଧହୁଏ ବୟସ 60-65 ପାଖାପାଖି ହେବ। ବ୍ରାହ୍ମଣ ବୁଢ଼ୀଟିଏ, ଜରାଜୀର୍ଣ୍ଣ ଶରୀର, ମଇଳା ଚିରା ଖଣ୍ଡେ ପିନ୍ଧିଛି। ବୁଢ଼ୀଟିର ପାଖକୁ ଯାଇ ସୀମା ପଚାରିଲେ, ମାଉସୀ, କାହିଁକି କାନ୍ଦୁଛୁ? ଏଇ ବାହାରେ କାହିଁକି ବସିଛୁ? ବୁଢ଼ୀ ମଧ୍ୟ କାନ୍ଦ କାନ୍ଦ ହୋଇ କହିଲା, ତୁ ବି ତ କାନ୍ଦୁଛୁ ନା ଝିଅ? ତୁ କହିପାରିବୁ ତୁ କାହିଁକି କାନ୍ଦୁଛୁ? ତୁ କାହିଁକି ବାହାରେ ବୁଲୁଛୁ ଏମିତି ରାତିରେ? ସୀମା ଦେବୀଙ୍କ ପାଖରେ କିଛି ଉତ୍ତର ନଥିଲା। ତଥାପି ମନକୁ ସୁଦୃଢ଼ କରି କହିଲେ, ମୋର କାନ୍ଦିବା ଛଡ଼ା ଆଉ ଅନ୍ୟ ଉପାୟ କିଛି ନାହିଁ ମାଉସୀ। ବୁଢ଼ୀ ପାଖରେ ବସିଯାଇ ସୀମା କହିଲେ, ମୋ ଭଳିଆ ହତଭାଗିନୀ ଏଇ ଦୁନିଆରେ ଆଉ କେହି ନଥିବେ ବୋଲି ଭାବୁଛି। କୋହ ଅଟକାଇବା ତାଙ୍କ ଦେଇ ସମ୍ଭବ ହେଉନଥାଏ। ଦୁଃଖୀ କେବଳ ଦୁଃଖୀର କଥା ସହଜରେ ବୁଝିପାରେ। ବୁଢ଼ୀ ସବୁ ବୁଝିପାରିଲା ପରି କହିଲା, ମୁଁ ସବୁ ବୁଝିପାରୁଛି ଲୋ ଝିଅ। ଆ, ଘର ଭିତରକୁ ଆ। ଦୁହେଁ ଘର ଭିତରକୁ ଗଲେ। ବୁଢ଼ୀ ଗୋଟିଏ ଛିଣ୍ଡା ମସିଣା ପକେଇ ସୀମାକୁ ବସିବାକୁ କହିଲା। ଆଉ ସେ ମଧ୍ୟ ପାଖରେ ବସି ପଡ଼ିଲା ସୀମାର। ବୁଢ଼ୀଟିର କେହି ହେଲେ ନଥିଲେ। ବ୍ରାହ୍ମଣ ବୁଢ଼ୀ ଭାବି ଗାଁ ଲୋକେ ଯେଉଁ କିଛି ଦାନ ପୁଣ୍ୟ କରନ୍ତି ସେଥିରେ ବୁଢ଼ୀ ଚଳିଯାଏ।
ସେ ଯେମିତି ଦୟାର ପାତ୍ର ସମସ୍ତଙ୍କର ପାଲଟି ଯାଇଥାଏ। ମୁଠାଏ ଖାଇ 7 ଲୁଗା ଖଣ୍ଡିଏ ପିନ୍ଧି ଚଳିବା ଛଡ଼ା ଆଉ କିଛି ଉପାୟ ନଥିଲା ବୁଢ଼ୀ ପାଖରେ। ଏଇ ବୁଢ଼ୀଟିର ମଧ୍ୟ ଅସରନ୍ତି ଦୁଃଖ, ଅଜସ୍ର ବେଦନା। ଭିଡ଼ିଓଟି ଦେଖୁଥିବାରୁ ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ମୁଁ ପୁଣି ନେକ୍ସଟ ଭିଡ଼ିଓ ନେଇକି ଆସିବି, ଆପଣମାନେ ଦେଖୁଥାନ୍ତୁ।